मो सन भाई मो से केमिति दुष्टामी करछि मो देखुची अरे चंदन पिता अरे से पूरा तो बड़ भाई हां पिता अरे ता सहित काहे तू दुष्टामी करछु नहीं पिता मु तांका सहित दुष्टामी करनी पिता तो बड़ भाई मिछ कहसंते पिता कोन कहलु हां भाई आपण मिछ कहछ मो पुणी पिता मातांका आगरे मिछ कहछि हां भाई आपण मिछ कहछ ए भाई सतका
ଆସିଲା ସମୟରେ ମଧ୍ୟ ତୁ ମୋ ସହିତ ଦୁଷ୍ଟାମି କରିଥିଲୁ କି ନାଇଁ? ନାଇଁ ଭାଇ ମୁଁ ତୁମ ସହିତ ଦୁଷ୍ଟାମି କରୁନି। ଏ ମାନସ ହଁ ଭାଇ ଆଜି ଯାଇ ଛୋଟରୁ ମୁଁ ଏତେ ବଡ଼ ହେଲି ହେଲେ ମୋ ପିତାମାତାଙ୍କ ଆଗରେ କେବେ ମଧ୍ୟ ମିଛ କହି ନାହିଁ। ଆଜି କାହିଁକି କହିବି କହିଲୁ? ସତ କହ ମୋ ସହିତ ଦୁଷ୍ଟାମି କରିଥିଲୁ କି ନାଇଁ? ହଉ ଭାଇ ସେ କଥାକୁ ଛାଡ଼ ମୁଁ ତୁମ ସହିତ ମୋଟେ ବି ଦୁଷ୍ଟାମି କରିବିନି। ଠିକ ଅଛି ଭାଇ ଠିକ ଅଛି। ଏ ଭାଇ ତୁ ପରା ମୋ ସାନ ଯେ ଭଳି ଲକ୍ଷ୍ମଣ ଭାଇ, ହଁ ଭାଇ ତୁ ମୋ ପିଲା ଭାଇ। ହଁ ଭାଇ ତୋ ଦୁଷ୍ଟାମିକୁ ମୁଁ କେବେ ହେଲେ ମଧ୍ୟ ମନରେ ଧରିବିନି। ହଁ ଭାଇ କିନ୍ତୁ ତୁ ବଡ଼ ହେଇଗଲୁଣି ସେଥିପାଇଁ କହୁଛି ଆଉ ଦୁଷ୍ଟାମି କରିବୁନୁ। ଠିକ ଅଛି ଭାଇ ମୁଁ ତୁମ ସହିତ ମୋଟେ ବି ଦୁଷ୍ଟାମି କରିବିନି। ଏ ମା ମାନସକୁ ବୁଝେଇ ଦିଅନ୍ତୁ ମୋ ସହିତ ଆଉ ଦୁଷ୍ଟାମି କରିବନି। ହଉ ହଉ हेलो। ମୁଁ ମାନସକୁ ପରେ ବୁଝେଇ ଦେବି। वर्तमान इस नाटक की कला से संतुष्ट ସ୍ୱାମୀ ତମେ ତ ଜାଣିଛ ପ୍ରିୟା, ହଁ ଆରେ ମୋର ପୁଣି ବୃଦ୍ଧ ଅବସ୍ଥା ହୋଇଯାଇଛି। ମୋର ଆଉ ଏହି ଦେବଗଣ ରାଜ୍ୟ ସିଂହାସନ ସମ୍ଭାଳିବାର ମୋର ଆଉ ଶକ୍ତି ନାହିଁ ପ୍ରିୟା। ସେଇଥିପାଇଁ ମୋ ମନରେ ମୁଁ ସ୍ଥିର କରିସାରିଛି ରାଜା କରିବା ପାଇଁ। ରାଜା କରିବା ପାଇଁ ଓହୋ, କାହାକୁ ସ୍ୱାମୀ? କାହାକୁ ତମେ ଜାଣିବନି, ତଥାପି ଆଜି ହେଉଛି ସୁବର୍ଣ୍ଣ ସୁଯୋଗ। ଆଜି ମୁଁ ପ୍ରକାଶ କରୁଛି। ଶୁଣ ପ୍ରିୟା, ଆଜି ହେବ ଏହି ଦେବଗଣ ରାଜ୍ୟରେ ରାଜା କିଏ ଜାଣିଛ? କିଏ ହେବ? ଆରେ ଜ୍ୟେଷ୍ଠ ପୁତ୍ର ଚନ୍ଦନ। ଚନ୍ଦନ କଣ କହିଲେ ଆପଣ? ଆରେ ବାବା, ତୁ ହେବୁ ଏହି ଦେବଗଣ ରାଜ୍ୟରେ ରାଜା। ଆପଣ କହୁଛନ୍ତି ମୁଁ ଦେବଗଣ ରାଜା ହେବି? ହଁ, ହେଲେ ପିତା ମୋର ଏ ଯାଏ ସମୟ ହେଇନି ମୁଁ କେମିତି ରାଜ ସିଂହାସନ ବସି ମୋ ପ୍ରଜାଙ୍କର ସେବା କରିପାରିବି? ସମୟ ନା ନା ପିତା ମୋତେ ସେ ଅନୁମତିଟା ଦିଅନ୍ତୁନି। ମୁଁ ବର୍ତ୍ତମାନ ସେ ରାଜ ସିଂହାସନ ବସି ପାରିବିନି ପିତା, ମୋତେ କ୍ଷମା ଏ କରିବେ। ଚନ୍ଦନ, ତୁ ଭୁଲ ବୁଝୁଛୁ ରେ ବାବା। ତମେ ମାନେ ହିଁ ମୋର ମାନ ମର୍ଯ୍ୟାଦା ଇଜ୍ଜତ ମହତ ସବୁ ରକ୍ଷା କରିବ। ମୁଁ ଜାଣିଛି ଯେ ତୁ ହିଁ ରାଜ୍ୟ ସିଂହାସନରେ ପ୍ରତିଷ୍ଠ। ହେଲେ ପିତା ହଁ। ମୁଁ କଣ ସତରେ ପ୍ରଜାଙ୍କର ସେବା କରିପାରିବି? ନିଶ୍ଚୟ ମୁଁ କଣ କରିପାରିବ। ତାଙ୍କର ହସ ଦେଇପାରିବି? ହଁ, ତୁ ନିଶ୍ଚୟ ହସ ଦେଇପାରିବୁ, ନିଶ୍ଚୟ ସେଇ ପ୍ରଜାମାନଙ୍କର ସେବା କରିପାରିବୁ। ମୁଁ ଜାଣିଛି ତୁ ଆଉ ମୋତେ ମନା କରନି ବାବା, ତୁ ମୋତେ ମନା କରନି। ଠିକ ଅଛି ପିତା, ଏ, ଆପଣଙ୍କର ଅବସ୍ଥା ବୃଦ୍ଧ ହେଇଗଲାଣି। ଆରେ। ଆପଣ ଯଦି କହୁଛନ୍ତି ମୋତେ ରାଜ ସିଂହାସନ ବସି ଶାସନ କରିବା ପାଇଁ, ହଁ। ମୁଁ ଆପଣଙ୍କ କଥାକୁ କେବେ ହେଲେ ମଧ୍ୟ ଅମାନ୍ୟ କରିବିନି। ଧନ୍ୟ ପୁତ୍ର, ଆଜି ମୁଁ ଖୁସି। ହେଲେ ମହାରାଣୀ କାଲେନ୍ଦ୍ରୀ, ସ୍ୱାମୀ ତମେ ଜାଣିଛ ମୁଁ ଟିକେ ସେହି ସଭା କାର୍ଯ୍ୟରେ ଉପସ୍ଥିତ ରହିବାକୁ ପଡ଼ିବ। ସିଆଡ଼େ ପ୍ରଜାବୃନ୍ଦ ଦୁଃଖୀ ରଙ୍କି ମୋତେ ଅନେଇ ବସିଛନ୍ତି। ହଁ ମୁଁ ସ୍ୱାମୀ ଟିକେ ଯାଇକି ଆସୁଛି। ହଁ ହଁ ଆସୁଛି ପ୍ରିୟା, ଆପଣ ନିଶ୍ଚିନ୍ତରେ ଯାଆନ୍ତୁ ସ୍ୱାମୀ। ଆସୁଛି ପୁତ୍ର, ଠିକ ଅଛି ପିତା। ଆସୁଛି। ହଁ ପିତା ତେବେ ଆସୁଛି ପ୍ରିୟା। ହଁ ହଁ